ରସନରେ ଚାଲନ୍ତୁ ଦେଖିବା ଆଜି ଆମର ଟାଇଲ ପଡ଼ୁଛି କିଚେନ୍ ରୁମ୍। ଆଉ ବର୍ତ୍ତମାନ ମସଲା ଲେବୁଲ ସରିଯାଇଛି। ବର୍ତ୍ତମାନ ବାକି ଅଛି ରାଇଟ୍ ଆଙ୍ଗେଲରେ ବି ମଧ୍ୟ ଟାଇଲ ପଡ଼ିବା ପାଇଁ ରାଇଟ୍ ଆଙ୍ଗେଲ କରାହେଇଯାଇଛି ବର୍ତ୍ତମାନ। ଆଉ ବର୍ତ୍ତମାନ ଦେଖନ୍ତୁ ରାଇଟ୍ ଆଙ୍ଗେଲ ହେଇଯାଇଛି, ମସଲା ଲେବୁଲ ସରିଯାଇଛି। ବର୍ତ୍ତମାନ ହେଇ ଦେଖନ୍ତୁ ଆମର ମେସିନ୍ ବିନା ଲାଇନ୍ ମେସିନ୍ ଥୁଆ ହେଇଛି, ଆଉ ଲାଇନ୍ ବାଲା ମେସିନ୍ ତା ଉପରେ ଥୁଆ ହେଇଛି। ଆଉ ଚାଲ ଗଜ ବି ଏଠି କାମ ସରିଯାଇଛି, ଗଜ ଥୁଆ ହେଇଛି। ଚାଲ ଆଣିବା ରବର ହାତରୁ ଟାଇଲ୍ ସେଟିଂ କରିବା ପାଇଁ। ରବର ହାତଟା ବ୍ୟାଗରେ ନେବା ପାଇଁ ମନେ ନାହିଁ, ରବର ହାତଟା ନେବ। ପୁରା ଏଇଟା ଢୁ ଢୁ ବାହାର ହେବ, ଟାଇଲ୍ ଉପରେ ପୁରା ସେଟିଂ ହେବ। ପୁରା ବାଡ଼େଇ ବାଡ଼େଇ ଚେଚା ହେଇଗଲାଣି ରବର ହାତଟା। ଇଏ ଆମର ପଡ଼ିଯାଇଛି, କାଲି ପଡ଼ିଯାଇଥିଲା। ଏଇଟା କାଲି ପଡ଼ିଛି, ଏଇଟା ଭଲ ପଡ଼ିଥିଲା, ଏଇଟା ଆଗ ଦିନ ପଡ଼ିଥିଲା, ଏଇଟା ଆଗ ଦିନ ପଡ଼ିଥିଲା। ମୋର କାମ ଏଇ ଟାଇଲ୍ ଫିଟା ହେଇ ଥୁଆ ହେଇଗଲାଣି। ଆଉ ରସ ବି ମଧ୍ୟ ରେଡ଼ି ହେଇଯାଇଛି ମଧ୍ୟ। ଦେଖିବା ରସ ଉପଯୁକ୍ତ ନା ନାହିଁ କାମ କରିବା ପାଇଁ। ହଁ, ରସ ପୁରା ଉପଯୁକ୍ତ ହେଇଯାଇଛି କାମ କରିବା ପାଇଁ। ପୁରା ରସ ଦିଆ ହେବ, ଟାଇଲ୍ ବଢ଼ିଆ ହେବ, ସବୁ ପୁରା ଉପଯୁକ୍ତ ହେଇଯାଇଛି। ପୁରା ଉପଯୁକ୍ତ ରସ ନାହିଁ, ଖାଲି କାମ କରିବା ବାକି ଅଛି। ରାଇଟ୍ ଆଙ୍ଗେଲ ହେଇଯାଇଛି। चलो ये राइट आंगल जो होता टाइल आमर पड़नी, बर्तमान उठा केमी उठा ना गोटे साहाଯ୍य उठा पकेगा रस देकर आराम से रस देव भलसे रस देकर पकड़ा चेष्टा कर जमीक पकोजना कहीं पकाले ଆଉ ସେଠି ଆମର ଘରବାଲା ଯିଏ ଟାଇଲ୍ ପକ୍କା ହେବ ଯାହାର ସେ ବୁଝିବା ଦରକାର। ଆଉ ଯେଉଁ ମିସ୍ତ୍ରୀ ପକାଉଛି ନା ପକାନ୍ତୁ, ସେଠି ମୁଁ ମିସ୍ତ୍ରୀ ବୋଲି ଆଭଏଡ଼ କରିବିନି। ପ୍ରଥମ ଯେଉଁ ଘରବାଲା ଟାଇଲ୍ ପଡ଼ୁଛି ସେ ଘରବାଲା ନିହାତି ମିସ୍ତ୍ରୀ ପାଖରେ ରହିବା ଆବଶ୍ୟକ। କାହିଁକି ରହିବା ଆବଶ୍ୟକ? ଜଗିବାର ନୁହେଁ। କେଉଁଠି କାମ ଟିକେ ଭୁଲ ହେଇଗଲା କି, ମିସ୍ତ୍ରୀ ଭୁଲିଗଲା କି କୌଣସି କାମ କଲାନି ଛାଡ଼ିଦେଲା କି, ଏମିତିକି ସମୟ ଥିବ ମିସ୍ତ୍ରୀ ବି ଭୁଲିଯିବ କାମଟା, ଗୋଟା ଗୋଟା ଭୁଲ ହେଇଯିବ। ତେଣୁକରି ଘରବାଲାର ଉପସ୍ଥିତ ମାଇଣ୍ଡ ଠିକ୍ ଥବ, ପକେଇ ଦେବ। ଆଉ ଗୋଟେ କଥା ଆଜ୍ଞା, ମୁଁ ଗର୍ବ କରି କହିବିନି, देखिए जिते वीडियो देखी थे, जिते तांबा तांबा मिस्त्री देखी थे, कहबिनी गर्व करी एमती हाथ में कहीं बाड़ न था, कहीं तो हाथुड़ी बाड़ थे, कहीं तो काठ साहाଯ୍य बाड़ थे। किंतु हाथ में बाड़ाटा एत सहज न, बहुत कष्टदायक। कौन पर कष्टदायक ना, ये गोटे पत्थर कहले अउक्ति हम ना। टाइलटा टाइल की बाडे बाडे हाथ में सेटिंग करवाटा छोटिया कथा ना। जिते वीडियो देखुथे कौन हाथ में बाड़े सेटिंग करना, सब रबर हाथुरी आउ कौन ना भाइब्रेटर आउ काठ साज आउ हाथ में बाड़े सेटिंग करवाटा गोटे टाइल नष्ट हेनी कि सेटिंग टे बढ़िया आस, बहुत बढ़िया सेटिंग हम। कौन से गोटे टाइल साउंड ठप ठप हम। मुझा निहाती अनुरोध करी
ମୁଁ ଅନୁରୋଧ କରିବି ହାତରେ ବାଡ଼ିକି ସେଟିଂ କରିବା ପାଇଁ ନିହାତି ମୋ ମିସ୍ତ୍ରୀ ଭାଇମାନଙ୍କୁ ନିହାତି ଭାବେ ଅନୁରୋଧ କରିବି। କାହିଁକି ନା ଏଥିପାଇଁ ଆଉ ସେଠି ଘରବାଲାର କାମ ହଉଛି ଦେଖିବ ଟିକେ ମିସ୍ତ୍ରୀ ଭଲସେ ଲେବୁଲ ମାଇଲା କି ନାହିଁ, ଗଜରେ ମସଲାଟି ଗାତ ଅଛି କି, ଫୋଡ଼ ଅଛି କି, ଖାଲ ଖମା ଅଛି କି ନା, ପୁରା ପରିଷ୍କାର ସମାନ କରିବା ଦରକାର। ଆଉ ରସ ଟିକେ ଭଲସେ ଦବା ଦରକାର। ରସ କେହିଟିଏ ମିସ୍ତ୍ରୀ ଅଛନ୍ତି ରସ ପତଳା ଦେଇକି କରିଦେବା ପାଇଁ ଚେଷ୍ଟା, ଏତେ ମାଡ଼ ଖାଇବନି ଆଉ ଫିଟିଂ ଏକଦମ 0 to 0 ଆସିବ। ଆଜ୍ଞା 0 to 0 ଆସିବ। ସେ ପର ଷ୍ଟେପରେ କାମ ସମୟ କହିବ କ'ଣ କାମ ଅଛି। ରସ ଭଲସେ ଦବା ଦରକାର ଆଉ ଭଲସେ କାଟିବା ଦରକାର। ଏମିତି ଭଲସେ କାଟୁନାହାନ୍ତି। କେମିତି କାଟୁଛନ୍ତି ଗୋଟେ କରିକି ଦେଖେଇ ଦେଉଛି ଆପଣ। ସବୁ ଘରବାଲା ପ୍ରାୟ କୁହନ୍ତି କ'ଣ ଭାଇନା ତୁମେ ପକଉଛ ହାତରେ ବାଡ଼ଉଛ, ହାତ କିଛି ହଉନି। ଆଜ୍ଞା ପଇସା ନେବ ନା ଆପଣଙ୍କର, କାମ ଭଲ ନ କଲେ ଆଉ ପରଷ୍ଟେପ୍ କ'ଣ ଆପଣ ଡାକିବେ ନା ପଇସା ଉପଭୋଗ ହବ? ସେ ସବୁ ମେଡ଼ିକାଲରେ ପଳେଇବ ସେ ପଇସା। ଆଉ ଦରକାର ନାହିଁ ସେ ପଇସା। ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ ପ୍ରଭୁ ସେମିତି କେବେ ପଇସା ନ କମ, କାମ ଭଲସେ କରିକି ଦୁଇ ପଇସା ଆଣ, ସେଇଟା ଖୁସି ଲାଗେ। ଦେଖନ୍ତୁ କହୁଥିଲି ଆଗରୁ ଟିକେ ଆଗକୁ କହୁଥିଲି କେମିତି କାଟୁଛନ୍ତି ଆଜିକାଲି ଲୋକ। ଏମିତି କରିଦେଇ ପକାଇଦେଲେ ଶୋଇଲେ ଲାଗିବ କେବଳ ଏଇ ଯେତିକି ଜାଗା କଟା ହେବ। କାହିଁ କଟାଯାଏ ଯେ ଏଇଟା କାଟିଲେ ଟିକେ ଉଞ୍ଚା ହେଲା। ଦେଖନ୍ତୁ ଗୋଟେ ଛୋଟିଆ ମାଇଣ୍ଡ ଫଟା ଯେତେ ସରୁସରୁ କରି କାଟିଲେ ଟିକେ ଉଞ୍ଚା ହବ ଆଉ ଲାଗିବ ବଢ଼ିଆ। ଦେଖନ୍ତୁ କେତେ ସରୁସରୁ ହେଇ କଟା ହବ। ସରୁସରୁ କରି କାଟିଲେ ଯେତେ ଉଞ୍ଚା ହବ ଆଜ୍ଞା ମିସ୍ତ୍ରୀର ଗାଣ୍ଡି ଫାଟି ତୁଳାର ବାଟେଇ ଆଉ ଘରବାଲା ଯୋଉଠି 50 ବର୍ଷ ଉପଭୋଗ କରିଥାନ୍ତା ଟାଇଲ କାମଟା ସେଠି ଆହୁରି 50 ବର୍ଷ ବଢ଼େଇ ଯିବାର ସମ୍ଭାବନା ନିଶ୍ଚୟ 99%। ଦେଖନ୍ତୁ କେତେ ମାଡ଼ ଖାଉ ଆଉ ଅଲଗା ଥେବେ ସବୁ ଖାଲି ହେଇଗଲା ନା, ସେଇଟା କେବେ କରନ୍ତୁ। ସେଇଟା ଯୋଉ ଦିଟା ପକେଇଲି ଅଳ୍ପ କାଟିଥିଲି ବୋଲି ଅଳ୍ପ ପାହାର ଖାଇଲି, ଏଇଟା ଜୋର କାଟିଲି ବୋଲି ଅଧିକା କାଟିଲି ବୋଲି କେତେ ପାହାର ଖାଇଲା। ଆଜ୍ଞା ପୁରା ଟାଇଲ ସମତଳ ଭାବେ ଲାଗିଥିବ, କୋଉଠି ଏତିକି ଟିକେ ବୋଲି ଗ୍ୟାପ ନଥିବ, ସେଇଟା ଜାଣିବା ଦରକାର। ବୁଝିଲେ କି ଆଜ୍ଞା? ମୁଁ ଆଜ୍ଞା ହାତ ଯୋଡ଼ି କହୁଛି କେହି ଏମିତି କାମ କରନ୍ତୁ ନାହିଁ, ଭଲସେ କାମ କରନ୍ତୁ, ଦୁଇ ପଇସା ଭଲ ପଇସା ନିଅନ୍ତୁ। ସେ ପଇସା ଯାଇ ନିଶ୍ଚୟ ଆପଣଙ୍କର ସୁପଥରେ ଲାଗିବ। କିନ୍ତୁ ଯଦି ଟାଉଟରି କରି ଠକେଇ କରି ପଇସା ନେଉଥିବେ ନା, କେଉଁ କଥାରେ ଲାଗିବ, କେବେ ସୁପଥରେ ଲାଗିବ। ଆଜ୍ଞା ମୁଁ ନିଜେ ଅନୁଭବ କରୁଛି, ପରିଶ୍ରମ କରିକି ଦୁଇ ପଇସା ଇନକମ୍ କରିଥିଲି ବୋଲି ଆଜି ଛୋଟିଆ ଦୋକାନଟେ ଖଣ୍ଡେ କରିଛି ଆପଣମାନଙ୍କ ପାଇଁ। ଆସନ୍ତୁ କରିଲପାଟଣା ବସଷ୍ଟାଣ୍ଡ ଛକ କମଳା ବିଷ୍ଣୁ ଏଣ୍ଟରପ୍ରାଇଜେସ୍ ହୋଲସେଲର କତରୁ ରେଟ୍ ବୁଝିକି ଆସନ୍ତୁ। ତାଙ୍କ ଚାହିଁ ମୁଁ କମ୍ ରେଟ୍ ଦେବା ପାଇଁ ଟାଇଲ୍ ରେଡ଼ି ଅଛି। ଆଉ ଭଲ ମେଟେରିଆଲ ଭଲ କମ୍ପାନୀର ଟାଇଲ୍ ମୁଁ ଦେବି। ସୁଲଭ ମୂଲ୍ୟରେ କ୍ରୟ କରନ୍ତୁ। କରିଲପାଟଣା ବସଷ୍ଟାଣ୍ଡ ଛକ
कमला विष्णु एंटरप्राइजेस आसନ୍ତୁ ମୁଁ ରହିଲି ଆପଣଙ୍କ ଅପେକ୍ଷାରେ ନିଶ୍ଚୟ। जदि आज्ञा मुझे ठकी पैसा नहीं था आज दुकान खंडे मुझे जो मजूरी लगुच से मजूरी लगी भगवान को आशीर्वाद आज मजूरी लगुच किंतु दुकान कर गोटे पिलाटी को मु निजुक्ति देइछि भगवान का आशीर्वाद एमती भल पाइबा थाओ आपण मानकर मो उपरे भगवान का आशीर्वाद थाओ आज्ञा निश्चय मु हाथ जोड़ी कहूँ आप कमेंट सेक्शन में निहाती कमेंट दिंतु मतामत आपंकर रखु केमिति काम होची किपर होची भल होची कि मंद होची निहाती आपणकर कमेंट में तो बहुत खुशी लगे खराब होते खराब कहे भल होते भल कहे निहाती मु रही आपण अपेक्षा आसंतु 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 जय जगन्नाथ।